ଆଜି ରକି ରୁବି ମଥାରେ ସିନ୍ଦୁର ପିନ୍ଧାଇବେ। ରକି ଆଜି ରୁବିକୁ ସିନ୍ଦୁର ଦେବା ବେଳେ ରୁବି ରକିର ହାତକୁ ଧରି ପକାଇବେ ଆଉ କହିବେ କି ମୁଁ ଏ ସମ୍ପର୍କକୁ ମାନି ପାରିବିନି, ଛାଡ଼ି ଦିଅ ମତେ। ତାପରେ ମୁରଲି କହିବେ କାହିଁକି ସିନ୍ଦୁର ପିନ୍ଧିବନି? ସେଇଠୁ ରୁବି କହିବେ କାହିଁକି ନା ରକିକୁ ମୁଁ ମୋ ସ୍ୱାମୀ ବୋଲି ମାନି ପାରିବିନି। ଆଉ ମୁରଲି କହିବେ ତାହେଲେ ମା ଇଏ ଆମ ଘରେ କୋଉ ସମ୍ପର୍କର ଅଧିକାର ନେଇ ଏଠି ରହୁଛନ୍ତି? ତୁ ତାଙ୍କୁ ଏ ଘରୁ ବାହାର କରିଦେ ମା। ତାପରେ ରୁବି କହିବ ମୁରଲି ମୁଁ ତମ ସହିତ ରହିବାକୁ ଚାହୁଁଛି। ଆଉ ମୁରଲି କହିବେ ହେଲେ ଏବେ ତ ମୁଁ ତମକୁ ବାହା ହୋଇପାରିବିନି, କାହିଁକି ନା ଏବେ କେବଳ ମୋର ଆଉ ତ୍ରିଷ୍ଣାଙ୍କର ଡିଭୋର୍ସ ହୋଇଛି, ତମର ଆଉ ରକିର ତ ଡିଭୋର୍ସ ହୋଇନି ନା। ପୁଣି କହିବେ ଦେଖ ଏବେ ତମ ପାଖରେ ଦୁଇଟି ବାଟ ଅଛି, ତମେ ସେ ସିନ୍ଦୁର ପିନ୍ଧ ନହେଲେ ତମେ ଏ ଘରୁ ବାହାରି ଯାଅ। ତାପରେ ରୁବି ମନେ ମନେ କହିବ ନା ମୁଁ ଏ ଘରୁ ବାହାରି ପାରିବିନି, ମତେ ଏଇଠି ହିଁ ରହିବାକୁ ପଡିବ। ଏମିତି ଭାବିକି କହିବେ କି ଠିକ ଅଛି ମୁଁ ସିନ୍ଦୁର ପିନ୍ଧିବାକୁ ରାଜି। ଆଉ ରକିକୁ କହିବେ ରକି ସିନ୍ଦୁର ପିନ୍ଧାଅ। ସେଇଠୁ ରକି ରୁବି ମଥାରେ ସିନ୍ଦୁର ପିନ୍ଧାଇ ଦେବେ ଆଉ ସେପଟେ ମୁରଲି ବହୁତ ଖୁସି ହଉଥିବେ। ତ ଦର୍ଶକ ବନ୍ଧୁ, ମୁରଲି ଠିକ ନିଷ୍ପତ୍ତି ନେଇଛି ନା ଭୁଲ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।